कॉलेज रु फेयरवेल नहीं आज हॉस्टेल रु फेयरवेल नहीं से दिन बा आखिर लुह बाहर डाण आखिर लुह बाहर केते कष्ट खोल खोल अरे कौन है जी ओ यू आर इनवाइटेड कोड़े और लिखा बड़ा हो जी लव कोड़ी हो जी आम एसएन हॉस्टल स्टेडियम रे 6 PM onwards कौन है भाई यू आर इनवाइटेड कुआड़े इनवाइटेड करो फेयरवेल में इनवाइट रहला काली संध्या 6:30 समय एसएन हॉस्टल स्टेडियम रे भेन्यू होजे एसएन हॉस्टल एवरीवन तो आज दिन हूँ के तारीख के 26 तारीख एम आर वर्ष आम वेलकम करूँ एम ये जोरा अच्छा आज से विद्यालय कालीन सभा दे बर्तमान देखिए सब विद्या नुआ को आमर फास्ट इयर एमएड सेकेंड इयर और बीएड सेकेंड इयर पिला आसिक बस शुभ संध्या प्रोफेसर शत्रुघ्ननाथ छात्रावासर समस्त छात्र मानू आज विदायकालीन अवसर को मुझे आप समस्त को स्वागत करुच्ची हॉस्टेल जीवन एक कहानी एमती एक कहानी जो सबुदिन जोड़ी हुए गोटे गोटे नुआ पृष्ठा जना ना केते सकाळ डेरी आरंभ होईची आउ केते राती बिना निदरे कटि जाई सकाळे डेरी उठी टीवी गाधेइबा एकाठी लाइन लगे खाइबा राती रे झगड़ाटू आरंभ करिकी समस्त मूवी देखिबा सब घटना सब जिनस आमर गटी है केते स्मृति आम कलेक्ट करछे किंतु आज संध्याठू सब मुहूर्त स्मृति रे बदल जीव सब वास्तवता आमर भावना रे बदल जीव रास्ता बदल जीव कहानी किंतु आम जो सब स्मृति ये वर्ष साइड से सब ये चारि कांथ भीतर रही तो से स्मृति को आज पुणी तार समय आसी आम पुनरावृत्ति करवा आई संध्या को आगू नापी मो मंच को डाकबी आम पूर्वतन अर्थमंत्री प्रोफेसर एसएन हॉस्टेल आम प्रिय पद्मलोचन भाई को एक्सपीरियंस दूसरी 24 अगस्त मास मोर आडिशन है हॉस्टेल मत मिल तो मुझे आगे आम मुझे 2 वर्ष भितर 1.5 वर्ष पाखा हॉस्टेल रही मैं खरा दिन छुट्टी रही जाऊ ये जो आम छुट्टी ये हूँ बापा भाया छाई दिए खेलु पाचिला खरा दिन खाऊ गोटे गोटे तार अलग मजा छुट्टी रही जाऊ गोटे पड़े दुटा छुट्टी रही जाऊ आम निजे नना पड़े आम सब रोसे करूँ मुझे समस्त बिछे दिए हम बसिकी समझे खाऊ सब मत धन्यवाद सेकेंड इयर आसी कहली फास्ट इयर मो जो एक्सपीरियंस हॉस्टेल बाहर मु माने कहले कहीं ना कही दूसरी मो बर्थडे दिन मुझे भी भावी नी एत खराब एक्सपीरियंस मोट भी से पंख पानी आरंभ होता देवना कड़े गला तो बर्थडे पालन नहीं हम क्या जी मेमोरी क्रिकेट खेल जाए फास्ट दिन नना थे ये आम क्रिकेट खेलु भली खेल सम्मानित एक्सपीरियंस कौटू स्टार्ट करी जेहेतु नुआ पिला
ମୋ ସାନ ଭାଇମାନେ ଆସିଛନ୍ତି ସେଇଠୁ ମୁଁ କହିବି ମୋ ପ୍ରିଭିୟସ୍ କଥା ଯେମିତି ମୁଁ କୋଉଠି ରହୁଥିଲି କ'ଣ କରୁଥିଲି ଜାଣିଛ ପ୍ରଥମରୁ ଏଇଟା ହିଁ ଥିଲା ତ ଏଇଟା ହିଁ ଅଛି ଏବେ ବି ଅଛି କିନ୍ତୁ ମୁଁ ଏବେ ଫାର୍ଷ୍ଟ ଇୟର ପିଲାଙ୍କ ବିଷୟରେ କହିବି ଯାହା ସହିତ ମାନେ ଅଧିକ ମାନେ ବନ୍ଧୁତା ସ୍ଥାପନ ହେଇଛି ଯେମିତି କହିବି ଏସଏନ୍ ହଷ୍ଟେଲରେ ପିଲାମାନେ ଏମିତି ଅମୃତ ତୁଲ୍ୟ ଖାଦ୍ୟ ଖାଆନ୍ତି ବୋଲି। ତାପରେ ଧନ୍ୟବାଦ ଦେବି ମନୋଜ ଭାଇଙ୍କୁ ଯେ ଆମ ଆସିଲେ ମୋର ରିକ୍ୱେଷ୍ଟ ରଖିକି ସେ ଆମକୁ ଏସଏନ୍ ହଷ୍ଟେଲରେ ସ୍ଥାନ ଦେଇଥିଲେ। ସନ୍ଧ୍ୟାର ସ୍ୱାଗତ ଜଣାଉଛି। ଆଜିର ଏ ଦିନରେ ତ ମୋତେ କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଆଉ ଏଠାରେ ଉପସ୍ଥିତ ଥିବା ଆମର ବରିଷ୍ଠ ଶିକ୍ଷକଗଣ, କାରଣ ଏଥିପାଇଁ ମୁଁ କହୁଛି କାରଣ ଅଲ୍ ଓଡ଼ିଶାର 30ଟା ଜିଲ୍ଲାରୁ ଏଠି ସମସ୍ତେ ଆମେ ଏକାଠି ଅଛନ୍ତି, ଗୋଟେ ବି ଲାଗୁନା। ତେଣୁ ଏମାନେ ଜଣେ ଜଣେ ବରିଷ୍ଠ ଶିକ୍ଷକ, ଘରେ ଯେମିତି ମୁରବୀ ନଥିଲେ ଘରଟା ଯେମିତି ଫିକା ଫିକା ଲାଗେ ସେଇଭଳିଆ ଆମ ହଷ୍ଟେଲରେ ଚାଚା ନଥିଲେ ପୁରା ହଷ୍ଟେଲ ଫିକା ଫିକା ଲାଗେ। ସମସ୍ତେ ଚାଚା ବୁଝିଥାନ୍ତି କୋଉଠି ହୃଦୟରୁ ପ୍ରଣାମ। ଯାହା ହଉ ଆଜି ବହୁତ ବଢିଆ ହେଲା ଆୟୋଜନଟା। ଏଇ ଯୋଉ ଆମର ଛୋଟ ଭାଇ ମାନେ ଆମକୁ ଯୋଉ ଫେୟାରୱେଲ ଦେଲେ, ଫେୟାରୱେଲ ତ ନାହିଁ ସ୍ୱାଗତ କରିକି ଧକ୍କା ଦଉଛନ୍ତି ଆଉ ମୁଁ ଆଉ କ'ଣ କହିବି। ଆଉ ଉପସ୍ଥିତ ଥିବା ଆମର ମେମ୍ବରସିପରେ ମିନିଷ୍ଟ୍ରି ଯେଉଁମାନେ ବି ପଦପଦବୀରେ ଅଛନ୍ତି ସେମାନଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ। ଆଉ ଯାହା ହଉ ଆଉ ମୁଁ ତ ହଷ୍ଟେଲ ଆସିବାର 2.5 ମାସ 2 ମାସ ଖଣ୍ଡେ ହେଇଯିବ। ଆପଣମାନେ 2 ବର୍ଷରେ କେତେ ଶିଖିଛନ୍ତି କହିପାରିବିନି, କିନ୍ତୁ ମୁଁ 2 ବର୍ଷରେ ବହୁତ ଗୁଡ଼ାଏ କମ୍ ସେ କମ୍ ପାଠ ନ ଶିଖେ କିନ୍ତୁ ଷାଠ ବହୁତ ଗୁଡ଼ାଏ ଶିଖିବେ। ସକାଳୁ ଉଠିବାର ଖାଇବାଠୁ ଆରମ୍ଭ ନେଇକି ପଢିବା ପର୍ଯ୍ୟନ୍ତ ଦିନ ରାତି 24 hours into 7 ମାନେ ସବୁବେଳେ ହିଁ ହାପି ଆଣ୍ଡ ହାପି। ଆଉ ଆପଣମାନେ ଯୋଉ ସ୍କୁଲକୁ ଯିବେ ହଷ୍ଟେଲ ଛାଡ଼ିକି ଆପଣମାନଙ୍କ ଛୁଆମାନେ ବି ଏଇଭଳିଆ କାନ୍ଦିବେ, ଆପଣଙ୍କୁ ଝୁରିବେ। ଆମେ ଧର ଯେମିତି ଯୋଉ ଝୁରୁଛୁ ଆପଣମାନଙ୍କୁ ଆପଣମାନେ ବି ସେମିତି ଆମର ମୁଁ ଏଠୁ ଆସିବାର ଇତିହାସଟା ହେଲା, ମୁଁ ତ ପ୍ରଥମେ କହିଲି ଯୋଉ ଆମର ବାଗ ସାର୍ ଥିଲେ ଆଉ ଜାଗା ଟିକେ ଦେଲେ ତାଙ୍କ ହୃଦୟରେ, ତାଙ୍କ ହୃଦୟରେ ଗୋଟେ ଜାଗା ଟିକେ ସେଠୁ ଆସିଲା ପରେ ବାଦଲ ଭାଇ ଚିହ୍ନା ହେଲା, ସେଠୁ ଆସିଲା ପରେ ଆମ ରୁମମେଟ୍ ଚିହ୍ନା ହେଲା, ତା ପୂର୍ବରୁ ମନୋଜ ଭାଇ ଚିହ୍ନା ହେଇଥିଲା, ତା ପୂର୍ବରୁ ଅଙ୍କଲ ଆସିଲେ। ଅଙ୍କଲ ପୁରା କହିଲେ ଇଏ ମାନେ ଚାଚା ସିଏ କହିଲେ ଇଏ ମାଲଟା କିଏ, ଇଏ ମାଲଟା କିଏ ମୁଁ କହିଲି ଭିତରେ ମୁଁ କିଏ, ମୁଁ ଖୋଜିଲି। ଆଉ ଯେତେବେଳେ ସମସ୍ତଙ୍କ ରୁମକୁ ବୁଲେ ସମସ୍ତଙ୍କୁ ଦେଖିଲେ ମୋତେ ବହୁତ ଖୁସି ଲାଗେ, କାରଣ ଏଇ ଟିଚର ସମାଜରେ ମାନେ ମୁଁ ଟିଚରକୁ ବହୁତ ପସନ୍ଦ କରେ। ମୁଁ ହୁଏ କି ନ ହୁଏ ସେଟା କହିପାରିବିନି, କିନ୍ତୁ ଏଇ ଅନୁଗୁଳ ମାଟିର ଯୋଉ ଟିଚର ମାନଙ୍କୁ ଦେଖିଲେ ମୁଁ ବହୁତ ମାନେ ହାର୍ଟଫୁଲ ଥ୍ୟାଙ୍କ୍ସ ଦେବା ପାଇଁ ବହୁତ ମାନେ। ଆଉ ପଢାପଢି ତ ଛାଡ଼, ଆମ ପିଲା ଆଉ ପାଠ ପଢୁନାହାନ୍ତି, ବର୍ତ୍ତମାନ ଯୋଉଠିକି ଯିବେ ଖାଲି ପଢେଇବେ। এই হস্টেল এক্সপিরিয়েন্সটা ଆପଣମାନେ ଖୋଜିବେ, ଆପଣମାନେ ଅଲ୍ ଓଭର ଦ ୱାର୍ଲଡରେ ବି ପାଇବେନି। ଏଇ ଯୋଉ ଏନଭାରମେଣ୍ଟ ହେଲା ଅଲ୍ ଓଡ଼ିଶା ମିଟିଂ ଚାଲିଛି, ଏଇଟା ନୁହେଁ ଯେ ଏସଏନ୍ ହଷ୍ଟେଲ ମିଟିଂ, এটা ହେଲା ଅଲ୍ ଓଡ଼ିଶା ମିଟିଂ। এই ଯୋଉ ଆୟୋଜନଟି ଛୋଟ ଭାଇ ମାନେ କରିଥିଲେ, ନାଇଁ କହିବାର ତ ବହୁତ କିଛି ଅଛି ହେଲା। ମୁଁ ସବୁବେଳେ ବି କହେ, ଆଜି ବି କହୁଛି କି ଯୋଉ ଆମର ଆମେ ଆଜି ଏକାଠି ହେଇଛନ୍ତି, ଆମେ ତ ଛାଡ଼ିକିରି ଜଣେ ଅନ୍ୟ ଜଣଙ୍କୁ ରହିପାରିବନି। ଛାଡ଼ିକି ଜଣେ ଅନ୍ୟ ଜଣଙ୍କୁ ରହିପାରିବନି, କାରଣ ତମେ ଯୋଉ ସ୍କୁଲରେ ରହିବ ବି ଏଇ ପରିଚାଳନାଟା ସେଠି ବି କରିବ। ତେଣୁ ଯେମିତି ହେଲେ ମନେ ପଡ଼ିବ। ତେଣୁ ଏ ସ୍ମୃତି ସନ୍ଧ୍ୟାକୁ ଭୁଲି ହେବନି, ଇଏ ଆପଣମାନଙ୍କୁ ବି ଭୁଲି ହେବନି। ଇଏ ଆପଣମାନଙ୍କର ପାଠ୍ୟକ୍ରମ ଆପଣମାନଙ୍କର ଡେ ଟୁ ଡେ ଲାଇଫ୍ କାର୍ଯ୍ୟକ୍ରମ ଆଉ ଆପଣଙ୍କର ଭାଷାଗତ ଶିକ୍ଷା ଆପଣଙ୍କର ସମସ୍ତଙ୍କୁ ଭୁଲି ହେବନି ହେଲା। ଆଉ ଆପଣମାନେ ଛାଡ଼ିକି ଯିବା ପୂର୍ବରୁ ମୁଁ କହିଦେଉଛି, ଜାଗା ଆସିଲେ ଛାଡ଼ିକି ଯାଇପାରିବେ କିନ୍ତୁ ହୃଦୟରେ ଛାଡ଼ିକି ଯାଇପାରିବେନି ଆପଣ। हमारे पास पैसे की कमी नहीं है। आज प्रथम थर डोरेमन चौधरी आखिरे लुह देखिए। 2 ବର୍ଷ
ଆସିଲେ ବହୁତ ସମସ୍ତଙ୍କ ରୁମ୍କୁ ଯାଏ, ସମସ୍ତଙ୍କୁ ମେସେଜ କରେ, ସମସ୍ତଙ୍କର ପାଠ୍ୟ ଖସଡ଼ା ଦେଖେ, ସମସ୍ତଙ୍କର ଭାଷା କରେ। ଆମ ଇଏ ହଉନି ଆଉ ତେଣୁ ଠିକ ଅଛି ଠିକ ଅଛି। ତାପରେ ଭାଇ ସିଏ ତ ସିଏ ଯେତିକି ମତେ ସପୋର୍ଟ କରୁଛନ୍ତି, ଆଜି 2 ଗାଲରେ ସପୋର୍ଟ କଲେ, କାଲି ତାଙ୍କର ସବୁବେଳେ ଗୋଟେ ସପୋର୍ଟ ନେସ୍ଟା ତାଙ୍କର ବହୁତ ବଢିଆ ଲାଗେ ମତେ। ହଁ 2 ଗାଲରେ କେତେବେଳେ ଚୁମା ଦେବା, କେତେବେଳେ ହେଲା ଭାଇ କିଏ କରି ଭାଇ, କାରଣ ପରିବାରରେ ଯୋଉ ଯାହା ମିଳିନଥିବ ଏଇ ହଷ୍ଟେଲରେ ତାହା ମିଳିଯାଉଛି। ସେ ଖରାପ ହଉ କିମ୍ବା ଭଲ ହଉ, ମିଳିବାଟା ମିଳୁଛି। ହଁ କିନ୍ତୁ ଯିଏ ଯାହା ବି କହୁ, କିନ୍ତୁ କାହା ମନରେ ବି ମାନେ କଷ୍ଟ କେହି ଦିଅନ୍ତିନି। କଷ୍ଟ ଦେଲେ ବି ପରେ ଆସିକି ସରି ମାଗିବାଟା ବହୁତ ବଡ କଥା, ବହୁତ ବଡ କଥା। ସମସ୍ତଙ୍କ ହୃଦୟରେ ସରି ମାଗିବାକୁ ଆସିନି, ସରି ଗୋଟେ ଛୋଟିଆ ଶବ୍ଦ ନୁହଁ। ଯୋଉ ଭାଇମାନେ ବି କହିଲେ ସରି ଆଉ ମୋର ଭୁଲ ହେଇଯାଇଛି, ସେ ସବୁ କିଛି ନୁହଁ, ସେ ସବୁ କିଛି ନୁହଁ। କିନ୍ତୁ ସରି ମାଗିବାଟା ହେଉଛି ବଡ଼ କଷ୍ଟ, ବୁଝିବାଟା ବହୁତ ବଡ଼ କଷ୍ଟ। ଭିଡ଼ିଓ କରିବି କେତେବେଳେ, ମୁଁ ତ ଯୋଉଠି ଠିଆ ବେଳା ଭିଡ଼ିଓ ହେଇଯାଉଛି ଆଉ କ'ଣ ଏଟା କ'ଣ ଭିଡ଼ିଓ ହେଲା। ସ୍ୱାଗତ, ଶୁଭେଚ୍ଛା। ଆଉ କ'ଣ କହିବା ମନେ ପଡ଼ୁନି। କହିବା ପୂର୍ବରୁ ଆଖି ଭରି ଯାଉଛି, କଣ୍ଠ ବାଷ୍ପରୁଦ୍ଧ ହେଇଯାଉଛି, ଆଖିରେ କୁହ ହିଷ୍ଟରୀ। ଆଉ କ'ଣ କହିବି, ପ୍ରଥମେ କହିବି ସବୁଠୁ ଧନ୍ୟବାଦ ଦେବି ଅଭିଜିତ ଭାଇ, ତାପରେ ହେଲେ ମନୋଜ ଭାଇକି ତ ବହୁତ ବହୁତ ଧନ୍ୟବାଦ ଦେବି। ତାପରେ ଆମର ଦେ ଭାଇ ଆମକୁ ବର୍ଷ ତାର ଛୋଟ ପିଲା ଭଳିଆ, ମାନେ ଏଭ୍ରି ଇନସିଡେଣ୍ଟରେ ଆସ ଆଜି ଖାଇବ, ଆଜି ମ୍ୟାନେଜ କରିବ, ସବୁଥିରେ। ଏମିତି ଯଦି ପିକନିକଟା ବେଷ୍ଟ ହେଇଛି କେବଳ ତାଙ୍କ ଲାଗି। ପୁରା ସାନ ଭାଇ ଘର ପାଳନ୍ତି, ସେ ଆମକୁ ଏମିତି ପୁରା ବର୍ଷ ସାରା ପାଳିଛନ୍ତି ପୁରା। ଶୁଭ ସନ୍ଧ୍ୟା। ଆଉ ସମସ୍ତେ ତ ବହୁତ କିଛି କହିଲ, ମୁଁ ଆଉ କ'ଣ କହିବି। ମୁଁ ପ୍ରଥମ ହଷ୍ଟେଲକୁ ଯେତେବେଳେ ଆସିଥିଲି ତ ବିଶେଷ କିଛି ଅସୁବିଧା ହେଇନଥିଲା, କାହିଁକିନା ସେତେବେଳେ ରାଜେନ୍ଦ୍ର ଭାଇ ଥିଲେ, ତ ତାଙ୍କୁ କଣ୍ଟାକ୍ଟ କରି ଆସିଥିଲି। ଆଉ ମୁଁ ତାଙ୍କ ସହିତ ହିଁ ରହୁଥିଲି, ଏଇଠି ରହୁନଥିଲି ଡର୍ମିଟରିରେ। ତ ଫାର୍ଷ୍ଟ ଇୟରରେ ସେମିତି ଆମ ପିଲାଙ୍କ ସହିତ ବି ଏତେ ମିଶୁନଥିଲି, ବଟ୍ ଆମ ମୟୂରଭଞ୍ଜ ପିଲାମାନଙ୍କ ସହିତ ଟିକେ ମିଶୁଥିଲି, ଆମ ସାନ୍ତାଳ ପିଲାମାନଙ୍କ ସହିତ। ମଳୟ, ସିମଲ, ଶୁଭ୍ରଜିତ, ଆଉ କ'ଣ କହିବି, ଆଡ଼ି ସାରା। ଆଉ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଥ୍ୟାଙ୍କ ୟୁ ରାମ ଭାଇ। ନେକ୍ସଟ ମୁଁ ସମସ୍ତଙ୍କୁ ଶୁଭୁଛି ତ? ଆଜିର ଏଇ ସ୍ମୃତି ସନ୍ଧ୍ୟାରେ ସମସ୍ତ ବିଶିଷ୍ଟ ବରିଷ୍ଠ ଆମର ସିନିୟର ଭାଇ, ଆମର ଜୁନିୟର ଭାଇ, ସମସ୍ତଙ୍କୁ ଧନ୍ୟବାଦ, କାହିଁକିନା ମୋତେ ଏପରି ଗୋଟେ ସୁନ୍ଦର ମଞ୍ଚରେ କିଛି କହିବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆକ୍ଚୁଆଲି ମୁଁ ଯେବେ ଆସିଥିଲି ଆମର ଯେଉଁ ବିଇଡ଼ି ପ୍ରଥମ ବର୍ଷରେ, ମୋର ମନେ ଅଛି ସେପ୍ଟେମ୍ବର 20 ଆସିଥିଲି। ସେଦିନ ବୋଧେ ଏଇଠି ମଳେ ଏକା ଥିଲା, ମୁଁ ପଳେଇଥିଲି କେଉଁଠି କହନା, ଜନତା ହଷ୍ଟେଲ। ସେଠି କାହିଁକିନା ସେଠି ଆମର ସାଙ୍ଗ ଥିଲା ଗୋଟେ ରଜ, ତା ସହିତ ମାନେ ଆଡମିସନ ବେଳେ ଦେଖା ହେଇଥିଲା। ତ ମୁଁ ଫାର୍ଷ୍ଟ ଆସିଲି ଯେଦିନ ହଷ୍ଟେଲ, ମାନେ ପ୍ରଥମ ଦିନ ପଳେଇଥିଲି ସେଠୁ, ମଳ ଏଇଠି ଥିଲା। ତାପରେ ସେକେଣ୍ଡ ଦିନ ଆମେ ଆସିଥିଲି ଏଇଠି ମଳୟ ସାଙ୍ଗରେ ରହିଲି। ସେକେଣ୍ଡ ଦିନ ପରେ ଜଗବନ୍ଧୁ ଆସିଲା, ସେ ଆସିକରି ଆମର ପ୍ରଥମେ ଆମେ ଜାଗା ରଖିଥିଲୁ ସେ ସାଇଡରେ, କିନ୍ତୁ ସେ ଆସିକରି ଆମ ଜାଗା କଭର କରିଦେଇଛି। ମଳୟ ଆଉ ମୁଁ ମିଶିକରି ଧନ୍ୟବାଦ। ଶୁଭ ସନ୍ଧ୍ୟା ସମସ୍ତଙ୍କୁ। ମୁଁ ଗୋଟେ ହଷ୍ଟେଲ ବିଷୟରେ କହିବାକୁ ଚାହୁଁଛି। ମୁଁ ଯେବେ ବି ହଷ୍ଟେଲ ଆସେ, ମୁଁ ଯଦି ରାତି 8ଟା ହେଇଗଲା, ମୋତେ ଯେତିକି ଜଣ ହଷ୍ଟେଲ ପିଲା ଅଛନ୍ତି କହିକି ଖାଇକି ଯିବୁ। ମୁଁ କେବେ ଯାଇନି ଏଠି ଖାଲିରେ, ମୁଁ ସମସ୍ତଙ୍କୁ କାହା ନା କାହାଠୁ ଶୁଣିଛି ଖାଇକି ଯାଏ, ସେଇଟା ଯାହା ବି ହେଇଥାଉ। କେବେ କେବେ ମୁଁ ଖାଏନି, କ'ଣ ପାଇଁକି ମାନେ କେବେ ମୁଁ ଖାଇ ଦେଇଥାଏ ଅଧିକ ସନ୍ଧ୍ୟାବେଳେ, ନହେଲେ କେବେ ଘରେ ଭଲ ଜିନିଷ ହେଇଥାଏ, ମୁଁ ସେଥିପାଇଁ କହିପାରେନି, ମୁଁ ମନା କରିପାରିନି, ଏଇଠି ଖାଇ ଦେଇଥାଏ। କାଲି ବି ସେମିତି ଜଗବନ୍ଧୁ କହିଲା ଖାଇଲେ, ମୁଁ ଖାଇଦେଲି, ଘରକୁ ଯାଇକି ସୋଦା ଖାଇଛି। ସେମିତି ଆଉ ଗୋଟେ ଦିନ ଆସିଲି, ମୋତେ ରାଜେଶ ଡାକିଲା, ଖରା ଦିନେ ବିରିୟାନୀ ହେଇଥିଲା ବୋଧେ। ତ
ରାଜେଶ ଡାକିଲା କହିଲା ଆସେ ଖାଇବୁ ମୁଁ କହିଲି ହଉ ଆସେ କ'ଣ ହେଇଥିବ ବିରିୟାନୀ ଦୁଇଟା ଦେଇଦେଲା ମୁଁ ଖାଇଦେଲି ଘରେ ପୁଣି ସୋଦା ଖାଇଲି କ'ଣ ମୁଁ ସେଦିନ ଭାତ ଖାଇନି ରୁଟି ଖାଇନି କିଛି ଖାଇନି ଆଉ ଘରେ ଭାବୁଛନ୍ତି ମୁଁ ଖାଉନି ବୋଧେ ସ୍କିପ୍ କରୁଛି କ'ଣ ଜିନିଷ ପାଇଁ ଆଉ ତ ସବୁଠୁ ବେଷ୍ଟ ହେଇଥିଲା ମୋର ଯଦି ମୁଁ ଟୋଟାଲି ଜାଣିନଥିଲି ମାନେ ହଷ୍ଟେଲ କିଛି ଅଛି ତମେ ମୋ ଘର ଏଇଠି ମୁଁ ସବୁବେଳେ ଘରକୁ କଲେଜରୁ ଘରକୁ ଯାଏ ଷ୍ଟାର୍ଟିଂ ଜଗବନ୍ଧୁ ଦେଖା ହେଇଥିଲା ଜଗବନ୍ଧୁ ସାଙ୍ଗ ଥିଲା ପ୍ରତୀକ 2 ଦିନ ପରେ ସେ ମୋର ଭଲ ସାଙ୍ଗ ହେଇଗଲା ପ୍ରତୀକ ସିଏ ଅନେଇଲାନି ତାପରେ ଜଗବନ୍ଧୁ ଥ୍ରୁରୁ ମୁଁ ଜାଣିଲି ଗୋଟେ ହଷ୍ଟେଲ ଅଛି ଆସିଲି ବୁଲା ଫାର୍ଷ୍ଟ ଇୟର ଏତେ ସୁନ୍ଦର ପ୍ରୋଗ୍ରାମ ଆୟୋଜନ କରିବା ପାଇଁ ତ ମୋର ଫାଷ୍ଟ ହଷ୍ଟେଲ ଆଡମିସନ ହେଇନଥିଲା ତ ମୁଁ ଯଦି ଫାଷ୍ଟ ଆସିଥିଲି ବାଗ ସାର୍ଙ୍କୁ କହିଲି ବାଗ ସାର୍ କହିଲେ ଯେ ଆମର ଯେଉଁ ହଷ୍ଟେଲ ହଲ୍ଟା ଅଛି ସେଠି ଆଜେଷ୍ଟର ରହିଥା ତ ସେ ହଲ୍ରେ ମୁଁ ଫାଷ୍ଟ ଦେଖା ହେଇଥିଲା ମୋର ଗୌରାଙ୍ଗ ସହିତ ଆଉ ଜଗବନ୍ଧୁ ସହିତ ତ ଆମେ 3 ଜଣ ସେ ତଳେ ଛକ ପକେଇ ସବୁ ଫାଷ୍ଟ ପାଖାପାଖି ମାସେ ମୁଁ ରହିଛି ସେଇ ହଲ୍ରେ ସେ ମାସେ ଭିତରେ ଆମେ 3 ଜଣ ବହୁତ ବୁଲିଛୁ ଯାଇକିନା ଗରିଷ୍ଠ ସମକକ୍ଷ ସମ୍ମାନିତ ଅତିଥି ବୃନ୍ଦ ଯେ ହଷ୍ଟେଲ ଆସିବାର ତ ପ୍ରଥମ କଥା ହଉଛି ବାକ୍ସାରେ ତାପରେ ହଷ୍ଟେଲରେ ପ୍ରଥମେ ମୁଁ ମୁଣ୍ଡା ଭାଇଙ୍କୁ ଆସିକି ଦେଖା କରିଥିଲି ମୁଣ୍ଡା ଭାଇ ମତେ ମନୋଜ ଭାଇ ସହିତ କହିଥିଲେ ଯେ ତୁମ ହଷ୍ଟେଲରେ ଗୋଟେ ନୂଆ ପରିବାରର ଜଣେ ଆସିଗଲେ ନୂଆ ପରିବାର ସହିତ ଯୋଡ଼ି ହେଇଯିବ ଜଣେ ଆଉ ସେ କହିଲେ ତୁମେ ଯୋଉଠି ଥା ଯେତିକି ଜଣ ଆସିବ ଏଠି ରହିବ ଯାହା ସେ କଥାଟା କହିଥିଲେ ସତ ବି ହେଲା ସମୟ ଆସି ରହିଲେ କହିଲେ ତମେ ଯେତିକି ଜଣ ଆସିବ କେହି ଯିବନି ସବୁ ରହିବ ଆଉ ମୁଁ ବ୍ୟାଗ୍ ଟେ ଆଣିଥିଲି ଗୌର ଅଭିଷେକ ଭାଇ ସିଏ ତ ହଷ୍ଟେଲର ନୁହନ୍ତି ସେଥିପାଇଁ ସେ ଆଜି ପ୍ରେଜେଣ୍ଟ ନାହାନ୍ତି ନିଶ୍ଚିତ ଥିଲେ ସେ ପ୍ରେଜେଣ୍ଟ ଥାନ୍ତେ ସେ କିନ୍ତୁ ଦେଖ ଭାଇ କଣ କହିବି ସେ ଭାଇ ଥିଲେ ଏବେ ସାର୍ ହେଇଗଲେଣି ସେ ଯାହା ଖରାପ ଥିଲେ ଟିକେ ବଦଳି ଗଲେ ମୁଁ ତ ହଷ୍ଟେଲ ପିଲା ନାହିଁ ମୁଖ ଦେଖିବା ପାଇଁ ଆସୁଛି ମୋ ପୂର୍ବରୁ ଗୋଟେ ସାଙ୍ଗ ଥିଲା ବିକାଶ ଯିଏକି ଆମ ଲିଙ୍ଗା ଭାଇଙ୍କ କ୍ଲାସମେଟ୍ ସିଏ ଆଉ ମୁଁ ଏକାଠି ରହୁଥିଲୁ ତ ତାର ଚାକିରି ବାକିରି ହେଇଗଲା ସେ ପଳେଇଲା ତାପରେ ମୁଁ ଏକୁଟିଆ ହିଁ ଥିଲେ ତାପରେ ମୁଁ ମୋର ଫାର୍ଷ୍ଟ ଇୟର ମୁଁ ଏମିତି ମୋର କଣ୍ଟିନ୍ୟୁ ହେଉଥିଲା ତା ସହିତ ମୁଁ କମ୍ ସେ କମ୍ 3-4 ମାସ ମୁଁ ଏକୁଟିଆ ହିଁ ରହିଥିବି ମୋ ରୁମ୍ରେ ମୁଁ ନିଜେ ରୋଷେଇ କରିବି ନିଜେ ଖାଇବି କ୍ଲାସ୍ ପତ୍ର କରିଯିବି ତାପରେ କ'ଣ କହିବି ଫାଷ୍ଟ ତ ମୁଁ ରହୁଥିଲି ପ୍ରାଇଭେଟ୍ ହଷ୍ଟେଲରେ ବ୍ରିଲିଆଣ୍ଟ ସାଇନ୍ସ ହଷ୍ଟେଲରେ ସେଇଠି ମନ୍ଥଲି 5,000 ଟଙ୍କା ଦେଉଥିଲୁ ଆଉ ବହୁତ ଖର୍ଚ୍ଚ ସେଇଠି ଯେତେବେଳେ ହେଲା ସେକେଣ୍ଡ ଇୟରରେ ଯେତେବେଳେ ଆମେ ବାଗ ସାର୍ଙ୍କୁ କହିଥିଲୁ ବାଗ ସାର୍ କହିଲେ କି ସେକେଣ୍ଡ ଇୟରରେ ହଷ୍ଟେଲ ମିଳିଯିବ କିଛି ବ୍ୟସ୍ତ ହେବାର ନାହିଁ ଏବେ ରହିଯିବ 1 ବର୍ଷ ବାହାରେ ତ ସେକେଣ୍ଡ ଇୟରରେ ଯେତେବେଳେ ହଷ୍ଟେଲକୁ ଆମେ ଆସିଲୁ ତ ଫାଷ୍ଟ ଆମେ ମନୋଜ ଭାଇଙ୍କୁ ପଚାରିଥିଲୁ ତାପରେ ମନୋଜ ଭାଇ କହିଲେ ହଉ ଦେଖିବା ତାପରେ ଆମେ ଆସିକି ହଷ୍ଟେଲରେ ରହିଗଲୁ ଆମ ସାଙ୍ଗରେ ବହୁତ ପିଲା ବାହାରୁ ଆସିଥିଲେ ତାପରେ ମୁଁ ଦେବ ଭାଇଙ୍କ ସହିତ ଟିକେ ସ୍ପେଶାଲ ମେନସନ୍ କରିବି ସିଏ ହଷ୍ଟେଲର ସିଏମ୍ ଥିଲେ ଆକ୍ଚୁଆଲି ମନୋଜ ଭାଇ କିନ୍ତୁ ସବୁ ବୁଝାବୁଝି କାମ ସବୁ ଦେବ ଭାଇ କରୁଥିଲେ ଆମେ ଦେଖିବା बहुत लेट रेडी आपने फास्ट मीटिंग हेतला सौभाग्य पंडा संगे हला फास्ट एंट्री करले लेफ्ट साइड रे तार बेड थिला तो मैं पूरा न्यू थिनी काके नहीं चिनी था बिल्कुल भी लेट रेडी आपने सौभाग्य कहला कि भाई एक बैग रखो आउ ड्रेस चेंज कर कॉलेज जीवार अछि आउ सौभाग्य और सुब्रजीत ए दुई जन खास करके मते बहुत गाइड करले फास्ट स्टार्टिंग तापरे धीरे धीरे आमर पिला माने किसी जन थिले सत्यम गजेंद्र राजकुमार जिनका साथ तो दोस्ती बनी गला पूरा राकेश विकास माझी मेंशन ने गला बुढ़वा मत से तापरे किसान बाबा तो एंटरटेनमेंट चलला तापरे आ जेते मजा करबार कथा कोनो आ बेसी मुई हॉस्टल फर्स्ट ईयर तो रही नहीं यार जने कि एते सब टॉक्सिक एलिमेंट हे गला न सोसाइटी के सुधारवा किए बाबा साहेब अम्बेडकर रो बहुत भल लाइन गुटे अछि if the educated people will not change the society then who will take the responsibility ठीक আছে তো যেহেতু আমার ଗୋଟେ educated human being ଆମେ educated পশু কে নেছি human being ସମସ୍ତେ तो human being ର मर्यादा रखी करी
सोसाइटी रे किछि भल करि पारमा खराब करबा ले बहुत लोग छ भल किछि गोटे केना करि पारमा से ऊपर फोकस करो हैला आउ निजर भीतर सब बेले प्योर भावना रखो समस्त लगी समस्त ले भल पाइबा रखो स्प्रेड लव स्प्रेड ह्यूमैनिटी आउ आबाद रहो जिंदगी रे सब बेले डर नहीं कहा ठीक अच्छे मोर भाई मैंने दादा मैंने जिते लोग भी अच्छ लास्ट कहावत गोटे असर अच्छे द डे यू स्टॉप फियरिंग यू स्टार्ट लिविंग जो दिन डरवा छाड़ से दिन जिंदगी बंचा आरंभ कर ठीक अच्छे तो डर नहीं कहा साहसी बन सब जिन के फेस कर प्रथम धन्यवाद देवाई चाहिए राजेश को प्रथम जिते आसी राजेश मत बहुत हेल्प करता क्लास रे नहीं ये हॉस्टल रे जहाँ मो दरकार था से सब से बहुत हेल्प करता सहित ये आम डॉक्टर रही बागसार मत गोटे जगह देखा बागसार को एठारे किंतु बागसार को बहुत धन्यवाद देवाई चाहिए कि एठारे किंतु आम अन्य कौन जगह गले भी यही आम बिहेवियर रखा कथा बोली मो भावे एवं आम जेहेतु जड़े टीचर तेणु यही बिहेवियर आम पिला शिखेबा बोलिया बहुत भावे से कौन कह आउ तो बहुत किसी कहते तेणु यही हॉस्टेलटा प्रथम लगुला कि बेंग साप गाई मान हॉस्टेल लगुला किंतु तापर आसिक मनोज भाई भी कहते ये तुम मान हॉस्टेल नुहे यहाँ तुम मैंने आसिक रही से जगह किंतु आम निज हॉस्टेल खोलिया लगी जाइए निज घर खोलिया लगी जाइए किंतु ये छाड़ी जाऊे बहुत दुख लगुच गोटे जमी आम गोटे परिवार बोली आम मिसी जाइए बहुत दुख लगुच आउ कि कहवाई चाहे धन्यवाद सन्ध्या अर्गानाइज कर जब मो एक्सपीरियंस करेंगे हॉस्टेल को जिते मुझे एडमिशन आसती आसी हॉस्टेल देखा तो से मनोज भाई आउ सौम्य आते हाँ आसिक मुझे देखते दौड़ी से देखते पुण्य रहा मुंड खराब कोड़े 25 जन पिला कही भाविली ना रूम देखी बाहर कहले कि ना मेरे पिला समस्त सिंगल रूम अच्छे शांति मिलता ना बहुत डिप्रेशन भाई मतलब झगड़ा होता ये जो बीडी सेकेंड ईयर पिला थे भाई गोटे मंथ पाखापाखि बहुत डिप्रेशन हुए जमी मोल तो खेलुनी पंडा लालू होगा सब आसला देवान ना घर को बेसी किसी कहनी तो सदासदी कर मुक्ति जब भूल क्षमा दे दो ये ना शुभनी से किसी पिला मुंड समस्त पंचाश भाई अश्व भाई मुंडा भाई लिंगा भाई दे भाई दुंदू भाई गौरांग समस्त गुड इवनिंग कौन स्टार्ट करें ना ना आहुरी अच्छी मु आसती बोधे 19 तारीख सुब्रत आसला 20 तारीख ना के 19 तारीख तो हाँ 19 तारीख आसते दुई जन जाक सुब्रत बापा भी आसते आम सहित डरमेटरी झाड़ू फाड़ू मारिक सफासफी करके प्रथम तो हूँ मैंने ये जो सिस्टमटा आम मुझे आसी 21 सिस्टम ना तो मैंने जहाँ स्टार्ट कर बहुत आम गोटे जस्ट 22-25 जन पिला रोटी ये बैच मैंने तुमको वेलकम है यहाँ बोलते प्रथम तुम फेरत नौ ये सिस्टम आगे चली रही बहुत भल तापर पर्टिकुलाली ये हस्टेल तुम कौट पाइब मैंने एत पुराणा एत ट्राडिशनल एठिकार जो हस्टेल मैनेजमेंट समस्त हस्टेल कथा कह मेस मैनेजमेंट एमती मेस मैनेजमेंट ओडार कौन हस्टेल ना जो मैंने भी जानी से सिद्धार्थ आसी भल जगह पढ़ी तुम किसी रेभेन्स पढ़ू ये सेल्फ मैनेज हस्टेल तुम ना मुझे भूल कहूँ सेल्फ मैनेज हस्टेल कौट के जगह अच्छे कौट ना जहाँ तुम प्रॉपर्ली मैनेज कर बहुत भल
ଆଉ ପର୍ଟିକୁଲାରଲି ଯେଉଁ ଗ୍ରେଡ୍ ସେକେଣ୍ଡ ଇୟର ପିଲା ବର୍ତ୍ତମାନ ମାନେ ଏଠୁ ହଷ୍ଟେଲ ଛାଡ଼ିଲେ ସେମାନଙ୍କ ସହିତ ମାନେ ମୁଁ ତ ଏମଏଡ୍ ଫାଷ୍ଟର ଥିଲି ଯେତେବେଳେ ସେମାନେ ଗ୍ରେଡ୍ ଫାଷ୍ଟର ଥିଲେ ତ ତାଙ୍କ ସହିତ ବହୁତ ମାନେ ମୋର ବଢ଼ିଆ ରିଲେସନ୍ ଥିଲା ଆଉ ପର୍ଟିକୁଲାରଲି ସେ ସ୍ୱପ୍ନେଶ୍ୱର ହେରିକା ବହୁତ ଭଲ ଖେଳନ୍ତି କ୍ରିକେଟ୍ ତାଙ୍କ ଖେଳ ମୁଁ ମିସ୍ କରି ଆମକୁ ଫାଇନାଲ୍ ହରାଇଥିଲେ ଫାଷ୍ଟ ଇୟର ହେଲା ଏଥର ବି ସେ ଚାମ୍ପିୟନ୍ ହେଇଛନ୍ତି ଦେ ଆର୍ ଟ୍ରୁ ଲିଡର୍ସ ହେଲା ତ ତମାନେ ମୁଁ ଏବେ ଶୁଣିଛି ଫାଷ୍ଟର ପିଲା ଖେଳା ଖେଳି ଜମା କରୁନି ରାତି ମୋତେ ଫୋନ୍ କରି ପଡ଼ିଆରେ ବସୁଛ ବର୍ତ୍ତମାନ ଯେଉଁ ଫାଷ୍ଟର ପିଲା ଅଛି କାହିଁ ଖେଳ ଭଲି କାହିଁ କୋର୍ଟରେ ପଚାରେ ଖେଳୁନ କାହିଁ ଖେଳ କାହିଁ ଖେଳୁ ହଷ୍ଟେଲରେ ଟ୍ରୁ ସ୍ପିରିଟ୍ ଅଛି କି ଭଲିଟା କାହିଁ ବନ୍ଦ କରୁଛ ଏଇ ପଣ୍ଡା ସାକ୍ଷୀ ଅଛି ଭଲି ମ୍ୟାଚ୍ ମାନେ ଖେଳ ହବ ରାତି 2ଟା 3ଟା ହେଇଛି ତ ସେ ବହୁତ ମାନେ ବଢ଼ିଆ ଏକ୍ସପିରିଏନ୍ସ ଆଉ ଯେଉଁମାନେ ଏବେ ହଷ୍ଟେଲ ଗ୍ରେଡ୍ ସେକେଣ୍ଡ ଇୟର ପାସ୍ ହେବ ମୁଁ ତ ଗୋଟିଏ କ୍ୟାରିୟର ଆଡଭାଇସ୍ ଦେବି ସମସ୍ତେ ତମେ ପିଜି କରିବା ପାଇଁ ଚେଷ୍ଟା କର ମୁଁ ବି ତ ଏଠି ଏମଏଡ୍ ସେକେଣ୍ଡ ଇୟର ମୋର ସରିଲା କାରଣ ମୁଁ ଡିସକଣ୍ଟିନ୍ୟୁ କରିଦେଇଥିଲି କିନ୍ତୁ ହଷ୍ଟେଲର ଗୋଟେ କଥା କହିବି ମାନେ ହଷ୍ଟେଲ ମୁଁ ଯେତେବେଳେ ଆସିଥିଲି ଏଠିକି 60 କେଜି ଥିଲି ମଉସା ଖାଇବା ଖାଇସାରିଲା ପରେ ମୁଁ 71 କେଜି ହେଇଗଲି ହେଲା ମଉସା ଖାଇବା ଯେତିକି ନଦିଅନ୍ତି ତା ସହିତ ଭଲ ପାଇବା ବହୁତ ଆଡ଼ କରିକି ଦିଅନ୍ତି ମଉସା ପାଇଁ ଟିକେ ପାଣି ଆଉ ହଷ୍ଟେଲର ଟ୍ରୁ ସ୍ପିରିଟ୍ ମେଣ୍ଟେନ୍ କର କଲେଜର ଯେଉଁ କାମ ହେଉଛି ଟିକେ ସମସ୍ତେ ମିଳିମିଶି କର ମାନେ ଯେମିତି ମାନେ ଏଇ ହଷ୍ଟେଲର ରେପୁଟେସନଟା କଲେଜ ଆଗରେ ଯେମିତି ମାନେ ଛୋଟ ନ ପଡ଼ୁ ବୁଝିପାରୁଛ ଶୁଭ ସନ୍ଧ୍ୟା ଥ୍ୟାଙ୍କ ୟୁ ୟୁବରାଜ ଭାଇ ମୋର ତ ଏଇଟା ପ୍ରଥମ ଥିଲା ହଷ୍ଟେଲ ଲାଇଫ୍ ମୋର କିନ୍ତୁ ହଷ୍ଟେଲରେ ଆଡ଼ମିସନ୍ ହେଇନଥିଲା ରଞ୍ଜିତ ଭାଇଙ୍କ ଥ୍ରୁରେ ମୁଁ ଆସିକି ରହିଥିଲି ତାପରେ ସେକେଣ୍ଡ ଇୟରରେ ଆଡ଼ମିସନ୍ ହେଲା ତ ଆମେ ବହୁତ ଭଲ ସିନିୟର ପାଇଥିଲୁ ଆମର ଯେମିତି ଲିଙ୍ଗରାଜ ଭାଇ ହେରିକା ହେଉ ସମୀର ଭାଇ ହେରିକା ହେଉ ସୁବ୍ରତ ଭାଇ ହେରିକା ଥାଉ ମାନେ ବହୁତ ଜଣ ଅଛନ୍ତି କିନ୍ତୁ କହିପାରୁନି ନା ଯେହେତୁ ଆମ ଭାଇର ସ୍ୱଳ୍ପ ଟାଇମ୍ ଅଛି ଆଉ ଥ୍ୟାଙ୍କ ୟୁ ଦେବି ଆମ ଜୁନିୟରମାନଙ୍କୁ ସେ ସ୍ମୃତି ସନ୍ଧ୍ୟାର ଗୋଟେ ଆୟୋଜନ କରିଛନ୍ତି ତ ଫାର୍ଷ୍ଟ ଟାଇମ୍ ଏଇଟା ହେଉଛି ଫେରୱେଲ୍ ଆମେ ଯେହେତୁ ଲେଗାସିଟା କଣ୍ଟିନ୍ୟୁ କରି ରଖିବା ତ କ'ଣ କହିବି ସମସ୍ତେ ସହିତ ଭଲ ରିଲେସନ୍ ଅଛି ଯେହେତୁ ଟାଇମ୍ କମ୍ ଅଛି ଆଉ କିଛି କହିବିନି ମଉସାଙ୍କୁ ଧନ୍ୟବାଦ ଦେବି ମୁଁ ଆସିଲା ବେଳକୁ ମୋ ୱେଟ୍ ଥିଲା 55 କିଲୋ ଏବେ 68 କିଲୋ ହେଇଯାଇଛି तो समस्त भल रिलेसन एटा मो जीवन बेस्ट एकेडमिक लाइफ पिरियड बहुत मिस करबी तापर मु पीजी करिया जाउछि जानिबी केमिति हॉस्टल लाइफ रहिबा खाइबा रहिबो सकाळ मिस करी मो संग खाइबा आउ वर्तमान आम सहित जोड़ी हेलेनी हमर सेम मनोज कुमार बेहेरा से महोदय जेतु नाहंती से आम हॉस्टल जॉइन होती ताकू से धन्यवाद देवी कि आम सहित लास्ट मोमेंट रे आसी जॉइन होइछंती आउ से मन मिस करू किंतु पाई होई आउ लाइन कहू से तो आश्रय न काम पूरा क्रिकेट खेल जाऊ मते जेतो आज हमर सीएम बाम्पार ना दी तेनो से ऑनलाइन भाया माध्यम रे हम सहित जोड़ी होइछन ଭଲ ବୋଲର କିନ୍ତୁ क्वेश्चन दिला हम पछरे जो मे 26 ଲେଖା ହେଲା मे 5 ନା 26 तो भाबितली आसले जे पतला कि जी बोल प्रथमे सबरो स्टार्ट करबी नन्नाठू सब गले नन्ना भल रोसे करछन एटा ठीक अछि बेले बेले आमे को करता न खाई पळि आसु कि बेले बेले दे दियो नन्ना गोटे लोक जे डेली आसी खाइलोडी खाइलो ना नहीं पर जेदी घर जेदी न खाइले आसी जने आसी डाकिबो सेटा नन्ना के फील करे नै नांदी तापरे ये मुझे लगता है मुझे लगती है आर वर्ष में दोरा रोगे इनकी जो वस्तु में भी सब एमडी प्लान करके तो अरेंज करते थे एमडी माइक करके सब अलग इंट्रो नहीं करते भाभी लोग जे माने हमर एके आसे रिसेंट में जने भाई आसले 10 दिन पूर्व हॉस्टल बुले को सी ताको माने एके पड़ी गेल तो तांके जो कथाटा कहले जे गल्ला बेले मिस करो एटा एक्चुअली एटा फील होची मेबे अब केते वर्ष आसले से घर नथिबो ए गछ नथिबो सब चेंजेस हेथिबो ओडे फीलटा सब भीतर थिबो एटा कहले हमर चेंज होबनी तापरे कोई हमरो मो सांगानो सहित आ सब गोटे ना देथिलु मु मोटा छोटा काळू मुंडा ए झाड़िया ए सब ना देथिला तो भाबी हमरा एतला आस्तिलो बात कोन जिना जिने बडे एते जल्दी मिसी गलु तो मु चाहते तमने जूनियर माने जेतला आसे तमने जेतो जल्दी टी मिसो जागा एक्सप्लोर करो भलसे मिसो बहुत आउ ए मेमोरी फेरी गनी बट कौन कहियो तुम मान जूनियर मान कहि जूनियर मान तो समस्त मेंशन कर बट समस्त मेंशन करछि
ଯେତିକି ବି ଅଛ ମାନେ ରେସ୍ପେକ୍ଟ ଯୋଉଟା କହୁଥିଲା ରେସ୍ପେକ୍ଟ ଆମେ ବହୁତ ପଢି ଗୋଟେ ହେଇଛୁ ପିଲା ଆଗରେ କହି ପଚାରୁଛନ୍ତି ଏମିତି ବହୁତ ଅଛି ବଟ୍ ସେ ଯୋଉ ମାନେ ରାଗିଲେ ବି ତମେ ରେସ୍ପେକ୍ଟ ଦେଇକି ରାଖ ମନେକର ଆମର କିଛି ଝଗଡ଼ା ହେଲେ ବି ରେସ୍ପେକ୍ଟ ଦେଇକି ଭାଇ ତୁମ ସହିତ କଥା ହବ ଏଇଟା ଗୋଟେ ଜିନିଷ ମୁଁ କେବେ କୋଉଠି ଦେଖିନି ଆଉ ଭାଇଚାରା ଏଇଠି ରହିଛି ଆଉ କଣ କହିବି ଆଉ ହଁ ଜୁନିୟର ପାଇଁ ତ ସ୍ପେଶିଆଲି ଥ୍ୟାଙ୍କ୍ସ ଦେବି ମନୋଜ ହେଇଗଲା ସୁମନ୍ତ ହେଇଗଲା ବିଶ୍ୱ ହେଇଗଲା ସବୁ ନିହାତି ଯେତିକି ବି ଅଛ ଭଲସେ ଯେହେତୁ ଆଜି ଗୋଟେ ଭଲ ଲାଗିଲା ଆରେଞ୍ଜ କରିଥିବାରୁ ଆଉ ଶେଷରେ ଏତିକି କହିବି ଆମେ ତ ଆଉ କିଛି ଦିନ ପରେ ପଳେଇବୁ ବଟ୍ ତମେ ଟ୍ରାଏ କର ତମ ଜୁନିୟର ମାନେ ଯୋଉମାନେ ଆସିବେ ତାଙ୍କୁ ଆମର ଯୋଉ ମାନେ କଣ କହନ୍ତି ଆମର ଲିଗାସି ଗୋଟେ ଅଛି ତାଙ୍କ ସହିତ ଏଇଟା ଚାଲୁ ମାନେ ଏସଏନ୍ ବଏଜ୍ ହଷ୍ଟେଲଟା ଯେମିତି ଲିଗାସିରେ ଚାଲିଛି ସେମିତି ଚାଲୁ। ବିଶେଷ କରିକି ଏମଏଡ୍ ଫାର୍ଷ୍ଟ ଇୟର ଆଉ ବିଏଡ୍ ଫାର୍ଷ୍ଟ ଇୟର ଆକ୍ଚୁଆଲି ମୁଁ ଫାଇନାନ୍ସ ମିନିଷ୍ଟର ନଥିଲି ଆକ୍ସିଡେଣ୍ଟାଲ ଫାଇନାନ୍ସ ମିନିଷ୍ଟର ଫାଇନାନ୍ସ ମିନିଷ୍ଟର ଥିଲି ସିଏ ଯେତେବେଳେ ଜବ୍ ପାଇଲେ ତାପରେ ଯାଇକି ସିଏ ମୋତେ ସେ ଫାଇନାନ୍ସ ମିନିଷ୍ଟର ମୁଁ ଡେଭଲପମେଣ୍ଟ ମିନିଷ୍ଟର ହିଁ ଥିଲି ଗୌରାଙ୍ଗ କିଛି ନଥିଲା ମୋତେ ଦିଆଗଲା ନିକାଇ ମୋତେ ଦେଇଗଲେ ଫାଇନାନ୍ସ ମିନିଷ୍ଟରର ଆଉ ଗୌରାଙ୍ଗକୁ ମୁଁ ଡେଭଲପମେଣ୍ଟ ମିନିଷ୍ଟର ଟାଇମ୍ ଦେଇଥିଲି ତାପରେ କଥାଟା ହେଲା କି ଯେ ସବୁ ପ୍ରକାର ଜିନିଷଟା ମାନେ ମୁଁ ଠିକ୍ସେ ମ୍ୟାନେଜ୍ କରିଛି ବୋଲି ମୁଁ ଭାବିଥିଲି କିନ୍ତୁ ସେ ଜିନିଷଟା ବି କଣ୍ଟିନ୍ୟୁ ଚାଲିଲା ଆଉ ତମମାନଙ୍କୁ ଏଇଟା ଗୋଟେ ରିକ୍ୱେଷ୍ଟ ରହିଲା କି ଆମ ହଷ୍ଟେଲରେ ଯେଉଁ ଟେକ୍ନିକ୍ଟା ଅଛି ସେଇଟାକୁ ମେଣ୍ଟେନ୍ କରିବ କୌଣସି ମାନେ ଯେମିତିକି ହଷ୍ଟେଲ ଯେଉଁ କାମ କରିବାକୁ ଯିବାକୁ କଲେଜ କିମ୍ବା କଲେଜରେ କୌଣସି ଗୋଟେ ଜିନିଷ କହିଲେ ଯେ ସାର୍ ମାନେ ଏବେ ଯେମିତି ହଷ୍ଟେଲକୁ ଆସୁଛନ୍ତି ସେମିତି ମାନେ ଡାକିବା ପାଇଁ ଯେମିତି ନ ଆସୁଛନ୍ତି ସେଇ ଜିନିଷକୁ ଆମେ ମେଣ୍ଟେନ୍ କରିବୁ ଆଉ କ'ଣ କହିବି ମୋ ସାକୁ ତ ଧନ୍ୟବାଦ ଦେବି ସିଏ ଭଲ ଖାଇବା ଦେଉଛନ୍ତି ଆଉ ମୋ ସାଙ୍ଗମାନଙ୍କ ଭିତରେ କ'ଣ କହିବି ମୋଟା ଛୋଟା ଗେଡ଼ା ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଆଉ ମୋର ଏଠି ଫାଷ୍ଟ ହେଉଛି ମୋତେ ଆଣିକି ରଖିଥିଲା କି ମନୋଜ ସେଇ ମୋତେ ଫାଷ୍ଟ ଆସି ରଖିଥିଲା ଆଉ ହଷ୍ଟେଲ ମୋର ଫାଷ୍ଟ ମିଲ୍ ହେଉଛି ମଟନ୍ ଅଫିସର ବାର୍ଥଡେ ଥିଲା ସିଏ ହଷ୍ଟେଲରେ ମଟନ୍ ଦେଇଥିଲା ସମସ୍ତଙ୍କୁ ସେଥିପାଇଁ ମୋର ଫାଷ୍ଟ ଥିଲା ସେପ୍ଟେମ୍ବର 23 ଅଫିସର ବାର୍ଥଡେ ଥିଲା ସେଦିନ ରବିବାର ଥିଲା ଆଉ ସେ ମଟନ୍ ଦେଇଥିଲା ମୁଁ ତାକୁ ଲାଷ୍ଟ ମିଲ୍ ଗୋଟେ ମଟନ୍ ଧନ୍ୟବାଦ ସମସ୍ତେ थैंक यू भाई हॉस्टेल को आसलु जहाँ मनोज भाई जमी रखिले तापर आम सीनियर भाई मैंने जो मिले एमएड से मैंने सीनियर कम सीनियर कही सीनियर तो अच्छा कि पूरा भाई भाई रही बोधे मोर कॉलेज जी सांग ना ये आम भर से सांग बंधुता से भाई मैंने अच्छा देव भाई आम फ्रेंडली बजेट केमी ट्रिट करूँ से सब शिखिलु माने केमी बजेट को कम कर कौन काम ठीक रही पार देव भाई गोटे शिखा कथा से जो जेकोसी जगह की हेल्प करेंगे आ बहुत बार हेल्प कर मेसिंग हो फाइनान्स हो बोधे पर्यटन आमर हॉस्टेल ठीक ठाक परिचालना धन्यवाद देवी तो आज सब आसी योगदान कर समस्त धन्यवाद देव भाई धन्यवाद लिंगराज भाई धन्यवाद और समस्त धन्यवाद बर्तमान आम मीटिंग फास्ट हाफ सरी जाइए आउ आमर मीटिंग फास्ट हाफ सरी जाइए आमर चीफ गेस्ट थे लिंगराज भाई ओपीएससी पीजीडी इन इकोनॉमिक्स ओपीएससी पीजीडी इन इकोनॉमिक्स आमर ऑल ओडिशा रैंक 14 भाई बर्तमान पिलाने क्यारियर टिप्स नौ देखिए समस्त आखिर टे लुह हो जाए ढल ढल तो पिला मैंने चाहते एक्चुअली स्पोर्ट टे खेल खेल करा बट तापर गले भाई खाईदे कारण सब इमोशनल अच्छा तो बर्तमान आम जूनियर्स मैंने आज आम स्पेशल अरेंज कर खिले खिले राइस विश्वजित बाढ़ुची सेकेंड अच्छी आमर विश्वजित खिले खिले राइस आमर ये हरा हरा सॉरी येलो डालमा डाली जी आम चंदन आज बाढ़ चिली चिली कोबी मो फेवरेट सुमंत बाढ़ुची आज आम चिली कोबी सॉरी चिली कोबी को चिली पनीर सुमंत बाढ़ुची आमर ये ज्योति बाढ़ ज्योति आ सुमंत दुई बाड़ी आज आम ग्रेवी ग्रेवी चिकेन सुमंत भाई ये अच्छी ओके बर्तमान ज्योति आ मनोज आम बाड़ी कौन ग्रेवी ग्रेवी चिकेन आ सालाड बाड़ी आम परेश आ पापड़टा परेश बाड़ी देख ये मनीषटा को आज मीटिंग स्किप कर असाइनमेंट लिखुला चित्र हिला नहीं रहा तो बढ़ जाएगा
ଦେଖିପାରୁଥିବେ ବର୍ତ୍ତମାନ ଆମର ଡିନର ସବୁ ଏନ୍ଜୟ କରୁଛନ୍ତି ଆମ ପିଲାମାନେ। ଖାଇବା ଚାଙ୍ଗା ହେଇଛି। ଗୌରା